ମାନେ ତାଙ୍କ ଝିଅର ରିଜଲ୍ଟ ବାହାରିଲା ପରେ ତାଙ୍କେ ଖୁସିରେ ସମସ୍ତେ ବାହାରେ ସବୁ ମା ଝିଅ କିମ୍ବା ପୁଅ ମାନେ ତାଙ୍କ ନାତି ନାତୁଣୀ ସେ ନାତୁଣୀ ମାନେ କିଛି ହେଇନି ନାତୁଣୀ ମାନେ 2 ଜଣ ମରି ଯାଇଛନ୍ତି। ହସ ଖୁସିରେ ଘରୁ ବାହାରିଥିଲେ ମା ସିଆନ୍ସିନୀଙ୍କର ଦର୍ଶନ କରିବା ଲାଗି ଏବଂ ମା ସିଆନ୍ସିନୀଙ୍କର ଦର୍ଶନ କରି ପୁଣି ଥରେ ଘରକୁ ଫେରିଥାନ୍ତେ ଘରର 12 ଜଣ ସଦସ୍ୟ। କିନ୍ତୁ କିଏ ବା ଜାଣିଥିଲା ରାସ୍ତାରେ ଜଗିଥିବ ଯମ ଏବଂ 6 ଜଣଙ୍କର ମୃତ୍ୟୁ ଘଟିବ। ଏଭଳି ଏକ ଦୃଶ୍ୟ ଘଟିଛି ଗଞ୍ଜାମ ଜିଲ୍ଲାରେ ଯେତେବେଳେ ଏରେଣ୍ଡ୍ରାରୁ ବାହାରିଥିଲେ ପୁରୁଷୋତ୍ତମପୁର ପାଖ ନିକଟରେ ବସ୍ ଏବଂ ଅଟୋର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ 6 ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକଙ୍କୁ ମଧ୍ୟ ଆହତ ହୋଇଛନ୍ତି। ଆହତ ଏବଂ ମୃତକଙ୍କୁ ନେଇ ପ୍ରଥମେ କୋଦଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଖବର ଯେତେବେଳେ ଗାଁରେ ପହଞ୍ଚିଥିଲା ସମ୍ପୂର୍ଣ୍ଣ ଗାଁ ମଧ୍ୟ ଶୋକାକୁଳ ପରିବେଶରେ ସମ୍ପୂର୍ଣ୍ଣ ରୂପେ ଜର୍ଜରିତ ହୋଇଥିଲା। ଇଏ ହେଉଛି ସେଇ ଘର ଯେଉଁଠାରେ କି ଆଜି ସକାଳ 6 ଘଣ୍ଟା ସମୟରେ ସେମାନେ ବାହାରିଥିଲେ ସିଆନ୍ସିନୀ ଦର୍ଶନ କରିବା ଲାଗି। ସିଆନ୍ସିନୀ ଦର୍ଶନ କରିବେ ଏବଂ ଘରକୁ ଫେରିବେ, କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ଦୁର୍ଘଟଣା ହେଲା, ଦୁର୍ଘଟଣାରେ ସମ୍ପୂର୍ଣ୍ଣ ରୂପେ 6 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 6 ଜଣଙ୍କ ମଧ୍ୟ ଆହତ ହୋଇଛନ୍ତି। ଇ ରହିଛନ୍ତି ଗାଁର ଜଣେ ସଦସ୍ୟ ରହିଛନ୍ତି, ତାଙ୍କର ଗାଁ ବାସିନ୍ଦା ମଧ୍ୟ ରହିଛନ୍ତି, ଯେହେତୁ ଘର ଆଗପାଖରେ ରହିଛନ୍ତି ଏବଂ ତାଙ୍କ ସହିତ ମଧ୍ୟ ଆଲୋଚନା କଣ କହିବା। ଆଜ୍ଞା, ଯେତେବେଳେ ଏଇ ବେହେରା ପରିବାର ଯେତେବେଳେ ବାହାରିଥିଲେ ସିଆନ୍ସିନୀ ଦର୍ଶନ କରିବା ପାଇଁ, କେମିତି କେତେବେଳେ ବାହାରିଥିଲେ, ଖବର କେତେବେଳେ ପହଞ୍ଚିଥିଲା? 6ଟା ଅଧ ଭିତରେ ବାହାରିଥିଲେ ତାଙ୍କେ ସିଂହାସନ ସେଟା ମନ୍ଦିର ମାନେ ତାଙ୍କ ଝିଅର ରିଜଲ୍ଟ ବାହାରିଲା ପରେ ତାଙ୍କେ ଖୁସିରେ ସମସ୍ତେ ବାହାରେ ମନ୍ଦିର ପାଖକୁ ମହାପ୍ରଭୁ ଯିବା ପାଇଁ ଦର୍ଶନ କରିବା ପାଇଁ। କେତେ ଜଣ 6 ଜଣ ମରିଯାଇଛି, 8 ଲୋକ 10 ଲୋକ ଖଣ୍ଡେ ବାହାରିছে ତାଙ୍କେ ପରିବାର ଗୋଟେ ପରିବାର ସବୁ ମା ଝିଅ କିମ୍ବା ପୁଅ ମାନେ ତାଙ୍କ ନାତି ନାତୁଣୀ ସେ ନାତୁଣୀ ମାନେ କିଛି ହେଇନି ନାତୁଣୀ ମାନେ 2 ଜଣ ମରି ଯାଇଛନ୍ତି ଭାଣିଜର। ସେ ଗୋଟେ ଆମ 9ଟା ଅଧ ଭିତରେ ପହଞ୍ଚିଲା। କିନ୍ତୁ ଯେହେତୁ ସେଇ ଘରର ସାମ୍ନାର ଜଣେ ବ୍ୟକ୍ତିଙ୍କ ସହିତ ମଧ୍ୟ ଆମେ ଆଲୋଚନା କରୁଥିଲେ, ଯେହେତୁ ହସ ଖୁସିରେ ବାହାରିଥିଲେ ଯୁକ୍ତ 2 ପରୀକ୍ଷା ଫଳ ବାହାରିବା ଫଳରେ ତାଙ୍କ ଝିଅଙ୍କର ମୁଣ୍ଡନ କରିବା ଲାଗି ସିଆନ୍ସିନୀ ଯାଇଥିଲେ। ପାଖରେ ରହିଛନ୍ତି ଜଣେ ମା ରହିଛନ୍ତି, ତାଙ୍କ ସହିତ ମଧ୍ୟ ଆମେ ଆଲୋଚନା କଣ କହିବେ। ମା, ଯେହେତୁ ପରିବାର ଲୋକଙ୍କ ସହିତ ମଧ୍ୟ ତମେ କିଛି ସମ୍ପର୍କ ମଧ୍ୟ ରହିଥିବ, କେତେବେଳେ ବାହାରିଥିଲେ ଜାଣିଛନ୍ତି? ନାଇଁ ମୁଁ ସିଆଡେ ଆମ ଘର ମୁଁ ଜାଣିନି। କେତେବେଳେ ବାହାରିଥିଲେ, ଖବର କେତେବେଳେ ପହଞ୍ଚିଲା? 6ଟା ବୋଲି କହୁଛନ୍ତି ସମସ୍ତେ। କେତେବେଳେ ଖବର ପହଞ୍ଚିଲା? 9ଟା ଏମିତି ହବ। ଆମ ଗାଁ ପିଲା 2ଟା ସେଠି ଅଛନ୍ତି ତ, ତାଙ୍କୁ କହିଲେ। ସମସ୍ତେ ମଧ୍ୟ ଆଶ୍ଚର୍ଯ୍ୟ ଏବଂ ଶୋକାକୁଳ ପରିବେଶରେ ମଧ୍ୟ ରହିଛନ୍ତି। ଗାଁ ସମ୍ପୂର୍ଣ୍ଣ ରୂପେ ସ୍ତବ୍ଧ ହୋଇଯାଇଛି। ଯେତେବେଳେ ହସ ଖୁସିରେ ବାହାରିଥିଲେ ଗୋଟେ ପରିବାର ସିଆନ୍ସିନୀ ଦର୍ଶନ କରିବେ ଏବଂ ସିଆନ୍ସିନୀ ଦର୍ଶନ କରିସାରିଲା ପରେ ସେମାନେ ପୁଣି ଥରେ ଘରକୁ ଫେରିବେ, କିନ୍ତୁ କିଏ ବା ଜାଣିଥିଲା ରାସ୍ତାରେ ଜଗିଥିବ ଯମ ଏବଂ ସେଇ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର 6 ଜଣ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ସମସ୍ତଙ୍କୁ କୋଦଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି, କିନ୍ତୁ କେତେବେଳେ ସେଇ ଶବ ବ୍ୟବଚ୍ଛେଦ ହେବ, ଗାଁକୁ ଆଣିବେ ଶବଦାହ କରିବେ। ଇଏ ହେଉଛି ଗାଁର ବାତାବରଣ। ଯେତେବେଳେ ସମ୍ପୂର୍ଣ୍ଣ ରୂପେ ଶୋକାକୁଳର ବାତାବରଣ ମଧ୍ୟ ରହିଛି, ଗାଁ ସମ୍ପୂର୍ଣ୍ଣ ରୂପେ ସ୍ତବ୍ଧ ହୋଇଯାଇଛି। ଯେତେବେଳେ ସିଆନ୍ସିନୀ ଗୋଟେ ମାଙ୍କ ଦର୍ଶନ କରିବେ, କିନ୍ତୁ ଏଭଳି ଏକ ଦୁଃଖଦ ଘଟଣା ଘଟିବ, ଗ୍ରାମବାସୀ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଯେତେବେଳେ ସକାଳ 9 ଘଣ୍ଟା ସମୟରେ ଏହି ଖବର ଶୁଣିଲେ ସମ୍ପୂର୍ଣ୍ଣ ରୂପେ ଗାଁ ସ୍ତବ୍ଧ ହୋଇଯାଇଛନ୍ତି। କାହାରି ମୁଖରୁ ମଧ୍ୟ ସେଇ କଥା ପଦେ କଥା ମଧ୍ୟ ବାହାରୁ ନାହିଁ। ବର୍ତ୍ତମାନ ମଧ୍ୟ ସେଇ ଅଧିକାରୀ ମଧ୍ୟ ଏଠାରେ ଗାଁରେ ଆସି ପହଞ୍ଚି ସାରିଛନ୍ତି ଏବଂ ତଦନ୍ତ କରିବେ ଏବଂ ଗାଁକୁ କେତେବେଳେ ଶବ ଆସିବ, ଶବ ବ୍ୟବଚ୍ଛେଦ ପରେ ତାଙ୍କର ଶବ ସତ୍କାର କେତେବେଳେ କରିବେ, এই ସମ୍ପୂର୍ଣ୍ଣ ରୂପେ ଦେଖନ୍ତୁ ଇଏ ରହିଛନ୍ତି ଅଧିକାରୀ ମଧ୍ୟ ରହିଛନ୍ତି, ଯେହେତୁ ଇଏ ଚିକିଟି ବ୍ଲକ ଅନ୍ତର୍ଗତରେ ଯାଉଛି, ତାଙ୍କର ମଧ୍ୟ ସରକାରୀ କର୍ମଚାରୀ ମଧ୍ୟ ଏଠାରେ ଆସି ପହଞ୍ଚି ସାରିଛନ୍ତି। ଏରେଣ୍ଡ୍ରାରୁ କିରଣ କୁମାର ମିଶ୍ର, ଓଡ଼ିଶା ଭାସ୍କର।